ମାଗଣାରେ ଭାରତ ବନାମ ଆଫଗାନିସ୍ତାନ ମ୍ୟାଚ୍ କେବେ ଏବଂ କେଉଁଠାରେ ଦେଖିବେ? ଜାନୁଆରୀ 11ରୁ ଭାରତ ସେମାନଙ୍କର 2024 ଘରୋଇ ସିଜିନ୍ ଆରମ୍ଭ କରିବ। ଆଫଗାନିସ୍ତାନକୁ 3 ମ୍ୟାଚ୍ ବିଶିଷ୍ଟ T20 ସିରିଜରେ ମୁକାବିଲା କରିବ। ଏହି ସିରିଜରେ ରୋହିତ ଶର୍ମା ବିରାଟ କୋହଲିଙ୍କ T20 ଫର୍ମାଟରେ ପ୍ରତ୍ୟାବର୍ତ୍ତନ ହେବ। 2022 T20 ବିଶ୍ୱକପ୍ ପରଠାରୁ ଉଭୟ ଭାରତୀୟ କିମ୍ବଦନ୍ତୀ ଏକ T20 ଖେଳି ନାହାନ୍ତି। ରୋହିତ ଦଳର ଅଧିନାୟକ ଭାବରେ ଫେରିଛନ୍ତି। ବିରାଟଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ସୂଚିତ କରେ ଯେ ସେ 2024 T20 ୱାର୍ଲ୍ଡ କପ୍ ଖେଳିବାକୁ ପ୍ରସ୍ତୁତ। 3ଟି ସ୍ତର ଚୟନ ପାଇଁ ଉପଲବ୍ଧ ନଥିବାରୁ ଭାରତ ଅଳ୍ପ କିଛି ଆଘାତର ଶିକାର ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଗୋଡ଼ରେ ଆଘାତ ଲାଗିଛି ଏବଂ ସେମାନେ IPL 2024ରେ ପ୍ରତ୍ୟାବର୍ତ୍ତନ କରିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜ ସମୟରେ ଋତୁରାଜ ଗାଇକ୍ୱାଡ୍ ଆଙ୍ଗୁଠିରେ ଆଘାତ ଲାଗିଛି ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଫିଟ୍ ହେବାର ସମ୍ଭାବନା ରହିଛି। ଚୟନକର୍ତ୍ତାମାନେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ସିରିଜ ପୂର୍ବରୁ କିଛି ସିନିୟରମାନଙ୍କୁ ବିଶ୍ରାମ ଦେଇଥିଲେ। ଏହି ତାଲିକାରେ ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ଅଟନ୍ତି। ସମସ୍ତ ବରିଷ୍ଠ ଖେଳାଳି ଇଂଲଣ୍ଡ ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରିବେ। 3ଟି ଭାରତ ଆଫଗାନିସ୍ତାନ T20 ସିରିଜ ଯଥାକ୍ରମେ 11, 14, 17ରେ ମୋହାଲି, ଇନ୍ଦୋର ଏବଂ ବେଙ୍ଗାଲୁରୁରେ ଖେଳାଯିବ। ସମସ୍ତ 3ଟି ମ୍ୟାଚ୍ ଇଭିନିଂ 7ଟାରେ ଆରମ୍ଭ ହେବ। ଭାରତ ଇଂଲଣ୍ଡ ଟେଷ୍ଟ ସିରିଜ ଜାନୁଆରୀ 25ରୁ ଆରମ୍ଭ ହେବ। ଭାରତ ଆଫଗାନିସ୍ତାନ T20 ସିରିଜ ଜିଓ ସିନେମା ଆପ୍ରେ ସିଧା ପ୍ରସାରଣ ହେବ। କମ୍ପାନୀ ପରବର୍ତ୍ତୀ 5 ବର୍ଷ ପାଇଁ 2023ରେ BCCI ଡିଜିଟାଲ ଏବଂ ଟିଭି ଅଧିକାର କିଣିଛି। ସମାନ ପ୍ଲାଟଫର୍ମ ଭାରତ ଇଂଲଣ୍ଡ ଟେଷ୍ଟ ସିରିଜ ଏବଂ 2028 ପର୍ଯ୍ୟନ୍ତ ଭାରତରେ ଖେଳାଯାଇଥିବା ପ୍ରତ୍ୟେକ ଖେଳ ଅଣ-ICC ଇଭେଣ୍ଟ ମଧ୍ୟ ଲାଇଭ୍ ଷ୍ଟ୍ରିମିଂ କରିବ ଜିଓ ସିନେମା। ଏହି ସିରିଜ ସ୍ପୋର୍ଟସ୍ 18 ଚ୍ୟାନେଲରେ ଟିଭି ଚ୍ୟାନେଲ ଦେଖିପାରିବେ। ସମାନ ପ୍ଲାଟଫର୍ମ ପୂର୍ବରୁ ମହିଳା ପ୍ରିମିୟର ଲିଗ୍ ଏବଂ IPLର ଡିଜିଟାଲ ଅଧିକାର ମଧ୍ୟ ଜିଓ ସିନେମା ଅଧିକାର ଧାରଣ କରିସାରିଛି।